ସମସ୍ତଙ୍କୁ ମୋର ଖ୍ରୀଷ୍ଟ ପ୍ରେମ ନମସ୍କାର ଜ୍ଞାପନ କରୁଛି। ସମସ୍ତଙ୍କୁ ନମସ୍କାର। ଆଉ ଆମ୍ଭେମାନେ ଆଜି ଦେଖିବା ମାତି ଲିଖିତ ସମାଚାର 7 ଅଧ୍ୟାୟ 24-28 ପଦ ପର୍ଯ୍ୟନ୍ତ। ତ ପ୍ରିୟ ଶ୍ରୋତାମାନେ, ଏହି ପୁସ୍ତକରେ କ'ଣ ଲେଖା ହେଇଛି, ଏହି ପଦରେ କ'ଣ ଲେଖା ହେଇଛି ତାହା ଆମ୍ଭେମାନେ ଦେଖିବା। ତାର ହେଡ଼ିଂ ଅଛି ଜଣେ ବୁଦ୍ଧିମାନ ଓ ଜଣେ ମୂର୍ଖ। ତ ମୋର ପ୍ରିୟ ଶ୍ରୋତାମାନେ, ଏଠାରେ ଆମେ ଦେଖୁଅଛୁ ପାଇପାରୁଛୁ ବୁଦ୍ଧିମାନ ଲୋକ କେମିତି ଘର ତିଆରି କରିବ। ଏଠାରେ ଘର ବିଷୟରେ ଲେଖା ହେଇଛି। ଆଉ ଜଣେ କେମିତି ଘର ନିର୍ମାଣ କରିବ, ଆଉ ଘର ନିର୍ମାଣ କରିବାକୁ ହେଲେ କ'ଣ କ'ଣ ଆବଶ୍ୟକତା ଅଛି, କେଉଁ ସ୍ଥାନରେ ଘର ନିର୍ମାଣ କଲେ ସେ ଘରର ମୂଳଦୁଆ ପୁରା ଷ୍ଟ୍ରଙ୍ଗ ହେବ, ସେ ବିଷୟରେ ମାତି ଲିଖିତ ସୁସମାଚାର 7 ଅଧ୍ୟାୟ 24-28 ପର୍ଯ୍ୟନ୍ତ ଲେଖା ହେଇଛି। ତ ଆମ୍ଭେମାନେ ଜାଣୁଅଛୁ ଯେ ଆମ୍ଭେମାନେ ଯେତେବେଳେ ଘର ନିର୍ମାଣ କରୁଅଛୁ, ଆମ୍ଭେମାନେ ତା'ର ଫାଉଣ୍ଡେସନ୍ଟା ପୁରୀ ଭାବରେ ଆମେ ଠିକ୍ରେ କରୁଅଛୁ। ଆଉ ମୂଳଦୁଆ ଯଦି ଠିକ୍ରେ ନଥିବ ତାହେଲେ ସେଇ ଘର କେବେ ହେଲେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ହେଇନଥାଇପାରେ। ଆଉ ଅଧା ଥରୁ ସେ ଘରଟା ଭାଙ୍ଗିଯାଏ।